ପୁଣି ଏକ ହାତୀର ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ କୋରାଠିକ ଗାଁ ମୁଣ୍ଡରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଆଜି ସକାଳୁ ବେତନଟୀ ରେଞ୍ଜର କୋରାଠିକ ଗାଁ ମୁଣ୍ଡରେ ଏକ ହାତୀ ମରି ପଡ଼ିଥିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବେତନଟୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହକୁ ଉଦ୍ଧାର କରିଛନ୍ତି। ହାତୀଟି ମାଇ ହାତୀ ହୋଇଥିବା ବେଳେ 15 ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଖପାଖ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ହାତୀ ବିଦ୍ୟୁତ୍ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀ ଶୁଣ୍ଢରେ ବିଦ୍ୟୁତ୍ ତାର ଲାଗି ରହିଥିବା ବେଳେ ଗାଁ ମୁଣ୍ଡରେ ଖୋଲା ପଡ଼ିଆରେ ବିଦ୍ୟୁତ୍ ତାର କେଉଁଠୁ ଆସିଲା ଏବଂ କିଏ ଏହି ବିଦ୍ୟୁତ୍ ତାର ଟାଣିଥିଲା ତାହା ଏବେ ତଦନ୍ତର ବିଷୟ ପାଲଟିଛି। ବନ କର୍ମଚାରୀ ଏବଂ ବିଦ୍ୟୁତ୍ କର୍ମଚାରୀଙ୍କ ସମନ୍ୱୟରେ ଏକ କମିଟି ରହିଛି। ହାତୀ ଯା ଆସ ସମୟରେ ସେହି ଅଞ୍ଚଳରେ ବିଦ୍ୟୁତ୍ ବନ୍ଦ ରହିବା ନିୟମ ରହିଛି। ହେଲେ କେଉଁ ପରିସ୍ଥିତିରେ ବିଦ୍ୟୁତ୍ କାଟ୍ କରାଯାଇ ନଥିଲା ଏବଂ ଯେଉଁ ହାତୀ ଘଉଡ଼ାଇବାକୁ ଟିମ୍ ରହିଛି ଏବଂ ହାତୀ ଗତିବିଧି ଲକ୍ଷ୍ୟ କରିବାକୁ ଯେଉଁ ଗଜସାଥୀ ରହିଛନ୍ତି ସେମାନେ କିଭଳି ଡ୍ୟୁଟି କରୁଥିଲେ ତାହା ହାତୀ ଗାଁ ମୁଣ୍ଡରେ ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ମୃତ୍ୟୁ ହେଲା ତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରିପଦା ଡିଏଫ୍ଓ କହିଛନ୍ତି କି ଘଟଣାସ୍ଥଳକୁ ବିଦ୍ୟୁତ୍ ବିଭାଗକୁ ଡକାଯାଇଛି। କେଉଁ ପରିସ୍ଥିତିରେ ବିଦ୍ୟୁତ୍ କାଟ୍ କରାଯାଇ ନଥିଲା ତାହା ମଧ୍ୟ ତଦନ୍ତ କରାଯିବ।